ମନ୍ଦିର ତ ଦେଖିଥିବେ। ସିଆଡ଼େ ଯାଇଥିଲେ, ସିଆଡ଼େ ଗୋଟେ ରାସ୍ତା ଅଛି, ବାଲିଯାତ୍ରା ହେଉଥିଲା ସେଇଥିର ମନ୍ଦିର କହିଲେ କାଣା କହିବେ, ସେଠି ମାନେ ପୂଜା ହେଉଥିଲା ନା, ବାଲିଯାତ୍ରା ହେଉଥିଲା ଗୋଟେ, ସେଠିକି ଆମେ ଯାଇଥିଲୁ, ସମସ୍ତେ ଫ୍ୟାମିଲି ଯାଇଥିଲୁ। ଏଇଥିପାଇଁ ଆମେ ସେଇଟାକୁ ଉଠେଇକିରି ଆଣିଥିଲେ, ଆଉ ସେ ଲଙ୍ଗ୍ ଭିଡ଼ିଓରେ ଛାଡ଼ିଥିଲି। ଆଉ ଭାଇ ଭଉଣୀ ମାନେ ସମସ୍ତେ ପଚାରୁଥିଲେ ସେଇଟା ସେଥିର, ଆଉ ଆପଣମାନେ ଜାଣିପାରିବେ। ମୁଁ ନ କହିଲେ ତ ଜାଣି ନାଇଁ ପାରବେ ନା, ସେଇଥିପାଇଁ ମୁଇଁ ଏଇ ଜିନିଷଟା କହିଥିଲି। ଆଉ କମେଣ୍ଟରେ ବି କହିଥିଲେ ସମସ୍ତେ ଭାଇ ଭଉଣୀ ମାନଙ୍କୁ, କହୁଛି। ଆଉ ଯିଏ ବି ଦେଖିବେ ହେଲେ ଜାଣିପାରିବ ସେଇ ଜିନିଷଟା କେଉଁ ଜାଗାର ବୋଲିକିରି। ବୋଲେ କ'ଣ ହେଇଛି କି, ସେଇ ବାଲିଯାତ୍ରାକୁ ଆମେ ଯାଇଥିଲୁ ବେଳେ ଯାଇଥିଲୁ ସିନା ଡଙ୍ଗାକୁ ଡଙ୍ଗା ଛାଡ଼ବାର୍ ଲାଗି, ମାନେ କାଣା କରୁଥିଲେ ଡଙ୍ଗା ଆମେ ବସାବାର୍ ଲାଗି ଆମେ ଡଙ୍ଗା ବସାବାର୍ ଲାଗି ଯାଇଥିଲୁ। ତ ଆପଣ ଦେଖିଥିବେ ସେଇ ଜାଗାରେ ଆମେ ବ୍ରିଜ୍ ଗୋଟେ ଅଛି, ବ୍ରିଜ୍ ବନଉଛନ୍, ନୂଆ ନୂଆ ବନଉଛନ୍। ସେଇ ଜାଗାରେ ପୁରା ଏନ୍ତା ଦେଖାଯାଉଛି, ପୁରା ଟାଣ ଦେଖାଯାଉଛି, ଆଉ ପଥର ଲାଗୁଛି, କିନ୍ତୁ ବି ପଥର ହେଇଥିଲା। ହେଲେ ଆଜ୍ଞା ଆମର ଯାଇଥିଲେ ଡଙ୍ଗା ବସାବାର୍ ସିନା ସେଇଟା ପୁରା ଢୁକିଗଲେ କି ଢୁକିଗଲେ ବୋଲେ ମୁଇଁ ହେ ପାଖେ ଥିଲି, ଲେକିନ୍ ଆଉ ତାର ପୁରା କୁଆଡ଼େ ଭିଜି ଯାଇଥିଲା, ଆଉ ପାଣି ବି ବେଶୀ ଥିଲା। ତାପରେ ମୁଇଁ ହାତ ବଢ଼ାଲି, ତାକୁ ଭିଜି ଆଣିଲି ବ୍ରିଜ୍ ପାଖକୁ, ମାନେ ଜାଗାକୁ ଭିଜି ଆଣିଲି। ଆଉ ଆମେ ତାର ପୁରା ଦେଖିକି ନା ପୁରା ଢୁକିକିରି ପୁରା କାଦୁଅ ମାଦୁଅ ହେଇଯାଇଥିଲା, କିନ୍ତୁ ହେଲେ ବି ସେମାନେ ତ ପହଁରି ଜାଣିଛନ୍ତି, କିଛି ଅସୁବିଧା ନାହିଁ, ମୁଁ ଜାଣିଛି। କିନ୍ତୁ କାଦୁଅ ହେଇଯାଇଥାଏ, ତାଙ୍କର କପଡ଼ା ଭିଜି ଯାଇଥିଲା, ଅସୁବିଧା ସେଇଦିନ ମାନେ ଆଉ ଆସିବାଟା ମାନେ ତାଙ୍କୁ ଭଲ ନାଇଁ ଲାଗୁଥିଲା। ଆଉ ଆମେ ତ କପଡ଼ା କିଛି ନେଇ ଯାଉଥିଲୁ ନା, ଆଉ କପଡ଼ା କାହିଁକି ଲାଗିଥିବ, ଆମେ ତ ଡଙ୍ଗା ବସେଇ ଯାଇଥିଲୁ, କପଡ଼ା କାହିଁକି ତାପରେ ଠିକ୍ ହେଲା। ହେଲେ ବି ହେଟେ ଲୋକ୍ଟା ଦେଖିଛନ୍, ମାନେ ସେ ମୋ ଝିଅ ଲୋକଟା ମାନେ ହାତରେ ଭିଜି ଆଣୁଛେ, ପିଲା ଲୋକଟା ଠିଆ ହେଇକି ମଜା ସେମାନେ ଦେଖିଛନ୍। ଆଉ କେତେ ମାନେ ତାର ହେଲା ଏନ୍ତା ହେଇକି ସେଇଦିନ ଟିକେ ଜଣକୁ ମାନେ ଲେଡ଼ିଜ୍ ହେଇକିରି ଜଣକୁ ପିଲାକୁ ବଞ୍ଚଉଛି, ପିଲାମାନେ ଆରାମସେ ଦେଖିପାରିବେ। ଆଜିକାଲି ଯୁଗରେ କେହି ବି ମାନେ ହେଲ୍ପ କରବାର୍ ଲାଗି ଲୋକ ନାଇଁ, କିନ୍ତୁ ନିଜ ଲୋକ ହିଁ ହେଲ୍ପ କରିବ ଅସୁବିଧା ଟାଇମ୍ରେ। କିନ୍ତୁ ମାନେ ସେଦିନ ବି ମୁଇଁ ଅନୁଭବ କଲି ତ, ମାନେ ଦେଖନ୍ତୁ ମୁଇଁ ଥିଲି ବୋଲି ସିନା ବଞ୍ଚାଲି, ନହେଲେ ଅଲଗା କିଏ ହେଲେ ତ ନାଇଁ ବଞ୍ଚେଇ କହିନି। ଏନ୍ତା ହେଇଛି ଜିନିଷଟା, ଜାଣିଛ କି ମାନେ ଜାଣିଛ ମାନେ ଆଉ ଟିକେ ମାନେ ମୁଁ ହାତ ସାଙ୍ଗେ ସାଙ୍ଗେ ଧରିଦେଲି ନା, କାଦୁଅ ମାଦୁଅ ହେଇଯାଇଥିଲା ସବୁ। ତାପରେ ସେଟା ଆସିଲେ ସିଆଡ଼ୁ ଇଆଡ଼ୁ ଆସିଲେ, ତାପରେ ଇଆଡ଼େ ବସାଲେ, ଇଆଡ଼େ ଏଇ ପଥର ଗୋଟେ ଅଛି ସିଆଡ଼େ ବସାଲେ, ତାପରେ ପଥର ବସେଇଲେ। ଏତେ ଲୋକମାନେ ପୁରା ଲାଇନ୍ ଲାଗିଛୁ ନା ବସାବାର, ଡଙ୍ଗା ବସାବାର ଲାଗି ଲାଇନ୍ ଲାଗିଛୁ। ସେଠି ବସେଇ ସାରିଲେ ସେମାନେ, ଆଉ ଇଆଡ଼େ ଗୋଟେ ମାନେ ସାଇଡ଼୍କୁ ଦେଖିଥିବ ଭିଡ଼ିଓ, ପୁରା ସାଇଡ଼୍କୁ ଆସିଲେ, ତାପରେ ହାତ ଗୋଡ଼ ଧୋଇଦେଲେ, ହାତ ଗୋଡ଼ ଧୋଇ ହେଇକରି ତାପରେ ପ୍ରସାଦ ଖାଇଲୁ। ପ୍ରସାଦ ବି ଖାଇଲୁ, ଭଗବାନ ଏଇଟା ଦର୍ଶନ କରିକି ଆଉ ଫଟୋ ଖିଚିକିରି ଇଆଡ଼େ ବୁଲି ବୁଲାକିରି ଆମେ ସବୁଆଡ଼େ ଫଟୋ ଘିଚି ଆସିଲୁ। ଆଉ ତାପରେ ସ୍କୁଟିରେ ଯାଇଥିଲୁ ପଳେଇ ଆସିଲୁ। ବୋଲେ ଟିକେ ବୁଲାବୁଲି ହଉଥିଲା ନା, କାହିଁକି ଲାଗି ବୁଲୁନି, 11 କି 12 ବାଜି ଯାଇଥିଲା, ଟାଇମ୍ ହେଇଯାଇଥିଲା, ହେଇଥିପାଇଁ ନାଇଁ ଲାଗୁ। ଆଉ ସାଙ୍ଗେ ସାଙ୍ଗ ଏମାନେ ବାଟ ବାଟ ଦୂରିଆ ବି ଅଛି ନା, ପଳେଇ ଆସିଲୁ ସାଙ୍ଗେ ସାଙ୍ଗେ ଘରକୁ। ତାପରେ ବି କିଛି ନେଇ ଯାଇଥିଲୁ କିଛି ନେଇ ଯାଏ ନା, ଆମେ କିଛି ନେଇ ଯାଏ। କାଲି ଇଆଡ଼େ ବୁଲି ଆସୁ ନା, ତାପରେ ଏଇଠି ଖାଇବା ବୋଲି କହୁଛନ୍ତି, ତାପରେ ସେଠି ନାଇଁ ଖାଉ ବୋଲି କହିଲେ, ନାଇଁ ଖାଉ କହିଲେ, ତାପରେ ସେଇଆଡ଼େ ଚାଲ ବୁଲି ଆସିନୁ। ତାପରେ ମୋର ଚପଲ ଗିଲନା, ତାପରେ ଚପଲ ଆଣତେ ଯାଉଛୁ ଏଠି
ଚପଲ କିଣିଲୁ ଭାଇ ଚପଲ ମୋର ସ୍ୟାଣ୍ଡେଲ୍ କିଣିଲୁ ତାପରେ ସ୍ୟାଣ୍ଡେଲ୍ କିଣି ସାରିଲା ପରେ ସେ ଇଆଡ଼େ ଆମର ସ୍ମୃତି ସବୁଆଡ଼େ ସେ ଇଆଡ଼େ ସେ ବୁଲି ଆସିଲୁ ଦେଖନ୍ତୁ ସାଙ୍ଗମାନେ ଦିନ କେନ୍ତା ଚପଲଟା ଆଣିଛି ଚପଲ କରି ସ୍ୟାଣ୍ଡେଲ୍ କେମିତି ସ୍ୟାଣ୍ଡେଲ୍ଟା ଆଣିଛି ଦେଖନ୍ତୁ ଏଇଟା ଏଇ ସ୍ୟାଣ୍ଡେଲ୍ଟା ଆଣିଥିଲି ଆର ସେପଟ ଆମର ଏତେ ଡେଙ୍ଗା ହେଇଥିଲା ସ୍ୟାଣ୍ଡେଲ୍ଟା ପୁରା ପ୍ଲେନ୍ ଥିଲା ସେଇଥିପାଇଁ ଆଉ ସେଇଟା ମାନେ ପିନ୍ଧିଲା ବେଳେ ପୁରା ମୋଡ଼ି ହେଇଯାଉ ତା କଲର୍ ପୁରା ଛାଡ଼ିଗଲାଣି ମାନେ ମୁଇଁ ବି ଗୋଟେ ଚପଲ ନେଇଯାଇ କହିବି ଆଉ ସେଇଦିନ ଚପଲ ସ୍ୟାଣ୍ଡେଲ୍ ଆଣିଥିଲି ଆମେ ପଳେଇ ଆସିଲୁ ଘରକୁ ଆସିକି ଖାଇଲୁନି ଘରେ ହଁ ପ୍ରସାଦ ତ ଖାଇଛୁ ପ୍ରସାଦ ଖାଇକି ଆସିଲୁ ନା ଆସିଲୁ ପଳେଇ ଆସିଲୁ ତାପରେ ଘରେ ନା ସେଇଦିନ ସିଆଡ଼େ ଯାଇନି ଖାଲି ଘରେ ଗାନା ଖାଲି ବାଜୁଥାଏ ପୁରା ଏତେ ବାଜୁଥାଏ ବହୁତ ଗାନା ଏମିତି ସବୁ ବାଜିକି ଡ୍ୟାନ୍ସ କରିକି ଯାଉନି କିନ୍ତୁ ମୁଇଁ ସିଆଡ଼େ ଯାଏନି ଖାଲି କଲେଜ ହେଲେ କଲେଜ ଯିସି କଲେଜକୁ ଯିସି ଆଉ ସିଆଡ଼େ ଯାଏନି ଏମିତି ଘରେ ଭିଡ଼ିଓ ବସି କରୁଛି ଘରେ ଯାହା କାମ ଥିବ କରୁଛି ଏମିତି ଏମିତି ଚାଲିଲା ଆଉ ସେଇଦିନ ବି ଏମିତି ଚାଲିଲା ଆଉ କାଲି କଲେଜ ଯାଇଥିଲି କାଲି କଲେଜ ଯାଇଥିଲି ଯେ ଛୁଟି ଥିଲା ଆକ୍ଚୁଆଲି ସେମାନେ ମେସେଜରେ ଛାଡ଼ିଛନ୍ତି ହେଲେ ମେସେଜକୁ ନେଇ ଦେଖିଲେ ଏନ୍ତା ହିଁ ପଳେଇ ଯାଇଥିଲି କଲେଜକୁ ଏନ୍ତା କଲେଜକୁ ଯାଇଥିଲି ସିନା କାଣା କରେ ମୁଇଁ ଭାବୁଛି ଯେ କାହିଁକି ନା ଆଜି ଲୋକ ବି ନେଇ ନ ଭାବୁଛି ଏନ୍ତା ମୋ ସାଙ୍ଗମାନଙ୍କୁ ସେଇଦିନ ସବୁଦିନ ମୁଁ ଫୋନ୍ ସେଇଦିନ ଫୋନ୍ ବି ନେଇଗଲି ସାଙ୍ଗମାନଙ୍କୁ ତାପରେ ଗଲି ଫୋନ୍ କଲି ଗଲି ତାପରେ ନେଇ ଫୋନ୍ କଲି ଆଉ ଯେତେବେଳେ ମୋବାଇଲକୁ ଆଉ ଥରେ ଚେକ୍ କରୁଛି ମେସେଜ ବୋଧେ ଛୁଟି ଅଛି କଣ ଅଛି ବୋଲି ଦେଖିଲା ପଳେଇ ଆସିଲେ ତାପରେ ଆଜି କ୍ଲାସ୍ ନେଇ ହୁଏ କି କ୍ଲାସ୍ ପଳେଇ ଆସିଲା ସେଦିନ କାଲି ସେ ଘରେ ନଥିଲି ଆଉ ମୋର ଭିଡ଼ିଓକୁ କେମିତି ଲାଗୁଛି ମାନେ ଭଲ ଭିଡ଼ିଓକୁ ଭଲ ଲାଗିଲେ ଲାଇକ୍ କରିବେ ସେୟାର କରିଦେବେ ସାଙ୍ଗମାନେ ମୋତେ ଟିକେ ସପୋର୍ଟ କରିବେ କେମିତି ମୁଁ ଆଗକୁ ବଢ଼ିପାରିବି ଆଗକୁ ଯାଇପାରିବି ଯଦି ଆପଣମାନେ ଯଦି ସାଥରେ ଦେବେ ମୁଁ ଆଗ ବଢ଼ିବି ପାରେ ମୋ ସାଥିରେ ରହିବେ ଆଉ ଆଗକୁ ବଢ଼ିପାରିବି ଆଉ ଲଙ୍ଗ୍ ହେଇଯାଉଛି ଭିଡ଼ିଓଟା ବି ଏଠି ଏଣ୍ଡ କରୁନା ଏଠି ରହୁଛି ବାଏ ବାଏ ସାଙ୍ଗମାନେ ଦାଦାମାନେ ଭାଉଜମାନେ ସମସ୍ତେ ଟାଟା ବାଏ ବାଏ ଆଜିର ଭିଡ଼ିଓ ଏଣ୍ଡ କରୁଛି ଟାଟା ଠିକ୍ ଅଛି।